କଣ ୱାଓ! ଆପଣମାନେ ବି ଏମିତି ବେଟର ଚାହୁଁଛନ୍ତି କି ଯୋଉଟା ଚକୁଳି ପାଇଁ ପୁରା ପରଫେକ୍ଟ ହବ ଆଉ ବହୁତ ଭଲ ଭାବରେ ଫୁଲିଥିବ? ତ ଚାଲନ୍ତୁ ଆମେ ତାର ଗୋଟେ ସିକ୍ରେଟ ମୁଁ ଆପଣମାନଙ୍କ ସହିତ ସେୟାର କରିବି ଯୋଉଟା କରିବା ଦ୍ୱାରା ଦେଖିବେ ଆପଣମାନେ ବି ଏମିତି ଚାଉଳ ଯେତେବେଳେ ବାଟିବେ ପୁରା ଫ୍ଲଫି ହବ। ତ ସେଥିପାଇଁ ମୁଁ ଏଠି ଚାଉଳ ଫାଷ୍ଟ ନେଇଯାଇଛି, ଅରୁଆ ଚାଉଳ ନେବେ ତ। ତାପରେ ମୁଁ ବିରି ନେଇଛି। ତ ହିସାବ ଉପରେ ଯଦି ମୁଁ କହିବି ତ 4 କପ୍ ଚାଉଳ ଯଦି ନେବେ, ତାହେଲେ 1 କପ୍ ବିରି ନେବେ ଆଉ 1 କପ୍ ଶାଗୁଦାନା ନେବେ। ଏଇସବୁ ଜିନିଷ ହିଁ ମାନେ ଆଣଟାକୁ ଫ୍ଲଫି କରିବ ଆଉ ବହୁତ ଭଲ ଚକୁଳି ବନିବ। ତ 1 କପ୍ ନେଇଗଲେ ଆମେ ଶାଗୁ, ତା ସହିତ ମେନ୍ ହଉଛି ମେଥି। ମେଥିଟାକୁ ଜମା ବି ସ୍କିପ୍ କରିବେନି। ଆଉ ମେଥିଟା ହଉଛି ଯୋଉଟାକି ମାନେ ଭଲ ଭାବରେ ଆଣଟାକୁ ଆମର ପୁରା ଫ୍ଲଫି କରିବ, ଏତେ ବଢ଼ିଆ ଟେଷ୍ଟ ବି ଆସିବ। ତ ଭାବୁଛନ୍ତି ଅଲଗା ମୁଁ ଭିଜେଇଛି, ଅଲଗା ଭିଜେଇବାର କିଛି ମାନେ ରିଜନ ନାହିଁ। ଆପଣମାନେ ଚାହିଁଲେ ତାକୁ ସାଙ୍ଗରେ ଭିଜେଇ ପାରିବେ। ମୁଁ ଏଥିପାଇଁ ଅଲଗା ଭିଜେଇଛି ଯେହେତୁ ମେଥିଟା ଆମ ଦେହ ପାଇଁ ଭଲ, ତ ଅଲଗା ଭିଜେଇ ଦେଲେ ତା ପାଣି ବି ସକାଳେ ପିଇ ହବ। ଯେବେ ମୁଁ ମାନେ ଚକୁଳି ବନାଏ ତ ମେଥି ଭିଜିଲା ବେଳେ ଅଲଗା ଭିଜାଏ, ପାଣିଟା ପିଇବା ପାଇଁ ଭିଜେଇ ଦିଏ ଆଉ। ଆପଣମାନେ ସାଙ୍ଗରେ ଭିଜେଇ ପାରିବେ, କିଛି ପ୍ରୋବ୍ଲେମ୍ ନାହିଁ। ତ ତାପରେ ଆମେ ତାକୁ ମାନେ ରାତି ସାରା ମୁଁ ଭିଜେଇକି ରଖିଦେଇଥିଲି। ଏଇଟା ମୁଁ ସକାଳେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବା, ପୁରା ପେଷ୍ଟ କରିବେ, ଖଦଡ଼ା ରଖିବେନି। ଖଦଡ଼ା ରଖିଲେ ଚକୁଳିଟା ଭଲ ହବନି। ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ମୁଁ ଏଥିରେ ତା ଦେହରେ ମିଶେଇଛି କଣ ନା ଖାଇବା ସୋଡ଼ା। ଖାଇବା ସୋଡ଼ା ଟିକେ ପକେଇଲେ ସେଟା ବି ଜଲ୍ଦି ମାନେ ହେଲ୍ପ କରେ ଫୁଲିବା ପାଇଁ। ଖାଇବା ସୋଡ଼ା ତା ସହିତ ଆମେ ପକେଇଦେବା ଲୁଣ। ଆପଣମାନେ ଖାଲି ମାନେ ବେଟରଟାକୁ ଯୋଉ ବନେଇକି ବାଟି ଦେଇକି ରଖିଦେଲେ ସେଟା କିଛି ବି ଫରକ ପକେଇବନି, ସେଟା ଫୁଲିବନି। ଆପଣମାନେ କଣ କରିବେ ନା ତା ଦେହରେ ଏମିତି ଖାଇବା ସୋଡ଼ା ଆଉ ଲୁଣ ଟିକେ ପକେଇକି ତାକୁ ରେଷ୍ଟ କଲେ ଯାଇକି ସେ ଫୁଲିଥାଏ। ଆଉ ଯେହେତୁ ଏଟା ଶୀତ ଦିନ ତାକୁ ମିନିମମ୍ 18 ଘଣ୍ଟା ଆପଣମାନେ ଛାଡ଼ିବେ, ସେଟା ନହେଲେ ସେ ଫୁଲିବନି। ଆଉ ବେଟରଟା ନ ଫୁଲିଲେ ଚକୁଳିଟା ତ ଜମା ବି ଭଲ ଲାଗିବନି। ତ 18 ଘଣ୍ଟା ଛାଡ଼ିଲା ପରେ ହିଁ ମୁଁ ଏଇ ଚକୁଳିଟା ବନଉଛି। ଚକୁଳି ବନେଇଲା ବେଳେ ଦେଖିବେ ଯେତେ ଜଲ୍ଦି ତାର ହୋଲ୍ ଗୁଡ଼ାକ ଆସୁଛି ଜାଣିବେ ଯେ ସେତେ ଭଲ ଭାବରେ ବେଟରଟା ଫୁଲିଛି। ତ ଚକୁଳି ସହିତ ନିହାତି ଗୋଟେ ହେଲ୍ଦି ଖାଇବା ଦରକାର ନା ନାହିଁ, ସେଥିପାଇଁ ମୁଁ ନାଉ ସନ୍ତୁଳା ବି ବନେଇଥିଲି। ତ ଦେଖନ୍ତୁ ଚକୁଳି ଦେଖିକି ଜାଣିପାରୁଥିବେ ବେଟରଟା କେତେ ଭଲ ଭାବରେ ଫୁଲିଛି। ତ ସାର୍‌ଙ୍କୁ ନେଇକି ଆମର ଦେଇ ଦେଇଥିଲୁ, ଯେହେତୁ ନୂଆ ନୂଆ ସୋସିଆଲ ଇନଫ୍ଲୁଏନ୍ସର ହେଇଛୁ ତ ସେଥିପାଇଁ ଟିକେ ଥାଳି ଟିକେ ବୁଲାବୁଲି ଚାଲିଛି ଆଉ। ଦେଖନ୍ତୁ ଥାଳି ସିନା ବୁଲେଇ ଦେଇଥିଲି ବୋଲିକି ଗୋଟେ ଫେଣି ଆସିଲା। ତ ଛାଡ଼ନ୍ତୁ, ସ୍ୱାମୀଙ୍କ ଟେଷ୍ଟ ଆଡ଼କୁ ଜମା ବି ଯାଆନ୍ତୁନି, କାହିଁକିନା ଆମେ ଜାଣିଛୁ ଆମ ଖାଇବାଟା ବହୁତ ଭଲ ହେଇଥିବ। ତ ଆପଣମାନେ ଏମିତି ବନାନ୍ତୁ, ଆଉ କେମିତି ଲାଗିଲା କମେଣ୍ଟରେ ନିହାତି ଜଣେଇବେ।